ସାନଦୁନ୍ଦୁ ଗ୍ରାମରେ କବରସ୍ଥଳ ନିକଟରେ ଅଜଣା ଯୁବକଙ୍କୁ ବିଭତ୍ସ ହତ୍ୟାକାଣ୍ଡ। ପୋଲିସ ଦ୍ୱାରା ଉଦ୍ଧାର ଓ ଛାନଭିନ୍। ରାଇରଙ୍ଗପୁର ଦିନକୁ ଦିନ ବାମନଘାଟି ଉପଖଣ୍ଡରେ ହତ୍ୟାକାଣ୍ଡ ବୃଦ୍ଧି ପାଉଛି। ସୂଚନା ଯୋଗ୍ୟ, ଆଜି ଶୁକ୍ରବାର ଦିନ ସକାଳ ବହଳଦା ଥାନା ଅନ୍ତର୍ଗତ ସାନଦୁନ୍ଦୁ ଗ୍ରାମରେ କିଛି ଲୋକ ଗାଁ କବରସ୍ଥଳ ଦେଇ ନିଛାଟିଆ ଜାଗା କୁସୁମ ଡୁଙ୍ଗୁରିରେ ଶୌଚ ପାଇଁ ଯାଉଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଅଜଣା ଯୁବକର ମୃତଦେହ ପଡ଼ିଥିବା ଦେଖିଥିଲେ। ପରେ ଗ୍ରାମବାସୀ ବହଳଦା ଥାନାକୁ ଜଣାଇଥିଲେ। ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ବହଳଦା ଥାନା ଅଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ, ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ। ବାରିପଦାର ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଯୁବକର ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିଲା। ଯୁବକର ଗଳା କାଟିବା ସହ ମୁଣ୍ଡକୁ ମଧ୍ୟ ହାଣି ଦେଇଛନ୍ତି। ସ୍ଥାନଟି ଅତ୍ୟନ୍ତ ନିଛାଟିଆ। ଏହି ରାସ୍ତା ପଡ଼ୋଶୀ ଝାଡ଼ଖଣ୍ଡର ଦୁମା ଅଞ୍ଚଳ ଯାଇଛି। ସାଧାରଣ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଅଞ୍ଚଳଟି ନିଛାଟିଆ କଚା ରାସ୍ତା ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଏଠାରେ 2-3ଟି ହତ୍ୟାକାଣ୍ଡ ଘଟିଥିବା ଗ୍ରାମବାସୀ କୁହନ୍ତି। ଦୋଷୀକୁ ଶୀଘ୍ର ଗିରଫ କରାଯାଇ କଠୋର ଦଣ୍ଡ ଦେବା ସହ ପୋଲିସ ପେଟ୍ରୋଲିଂ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।